ବହୁତ ଦୂରେ ଘନ ଜଙ୍ଗଲ ଓ ପର୍ବତ ମଧ୍ୟରେ ଥିଲା ଏକ ଆଶ୍ଚର୍ଯ୍ୟ ସହର, ଯାଦୁର ନଗରୀ। ଏଠି ପ୍ରତ୍ୟେକ ଜିନିଷ ଯାଦୁ ଥିଲା। ଯାଦୁର ନଗରୀରେ ଫୁଲ କଥା କହୁଥିଲା, ପକ୍ଷୀ ଗୀତ ଗାଉଥିଲା ଓ ରାତିରେ ଚନ୍ଦ୍ର ମଧ୍ୟ ନାଚ କରୁଥିଲା। ଏହି ନଗରୀରେ ଥିଲା ଏକ ସାହସୀ ପିଲା, ଅରୁଣ। ଅରୁଣର ବୟସ 12 ବର୍ଷ। ସେ ସତ୍ୟ ଓ ନ୍ୟାୟକୁ ଭଲ ପାଉଥିଲା। ଏକ ଦିନେ ହଠାତ୍ ଯାଦୁଇ ଆଲୋକ ଲିଭିଗଲା। ସୂର୍ଯ୍ୟ ଆଲୋକ ବନ୍ଦ ହୋଇଗଲା, ଫୁଲ ମୂର୍ଚ୍ଛି ହୋଇଗଲା, ଯାଦୁଇ ପଥରର ଆଲୋକ ମଧ୍ୟ ଲିଭିଗଲା। ସମସ୍ତେ ଭୟଭୀତ ହେଲେ, ସମସ୍ତେ ବୁଝିଗଲେ ବିପଦ ଆସିଛି। ଯାଦୁଗୁରୁ କହିଲେ, କଳା ଯାଦୁକର କ୍ରୁରାନ୍ଧର ପୁଣି ଫେରିଛି। ଅରୁଣ ଯାଦୁର ନଗରକୁ ବଞ୍ଚାଇବାକୁ ବାହାରି ଆସିଲା। ଯାଦୁଗୁରୁ ତାକୁ 3ଟି ବସ୍ତୁ ଦେଲେ। କହିଲେ, ଏହା ସାହାଯ୍ୟରେ ତୁମେ ଯୁଦ୍ଧ କରିପାରିବ। ସତ୍ୟ ଦେଖାଇବାର ଆଇନା, ସାହସର ତାଲିସ୍ତାନା ଓ ଶୁଦ୍ଧ ମନର ମନ୍ତ୍ର ପୁସ୍ତକ। ଅରୁଣ ଯାତ୍ରା ଆରମ୍ଭ କଲା। ଭୟଙ୍କର ଭ୍ରମ ଆସିଲା, କିନ୍ତୁ ସତ୍ୟ ଆଇନା ସବୁ କିଛି ଭାଙ୍ଗିଦେଲା। ଶେଷରେ ସେ କଳା କିଲ୍ଲାରେ ପହଞ୍ଚିଲା। କ୍ରୁରାନ୍ଧର ଓ ଅରୁଣ ମଧ୍ୟରେ ଯୁଦ୍ଧ ଆରମ୍ଭ ହେଲା। ଅରୁଣ ଶୁଦ୍ଧ ମନର ମନ୍ତ୍ର ପଢ଼ିଲା। କ୍ରୁରାନ୍ଧରର ଶକ୍ତି ଧୀରେ ଧୀରେ ହ୍ରାସ ହେବାକୁ ଲାଗିଲା। କ୍ରୁରାନ୍ଧର ଶେଷରେ ପରାଜିତ ହେଲା। ଯାଦୁର ନଗରୀ ପୁଣି ଆଲୋକିତ ହେଲା। ସମସ୍ତେ ବହୁତ ଖୁସି ହେଲେ। ଫୁଲ ହସି ଉଠିଲା, ସୂର୍ଯ୍ୟ ଆଲୋକ ଫେରିଲା, ଲୋକମାନେ ବହୁତ ଖୁସି ହେଲେ। ସତ୍ୟ ଓ ସାହସ ଥିଲେ, ଅନ୍ଧକାର ମଧ୍ୟ ଦୂର ହୋଇଯାଏ।